मेष राशि ଆଜିର ଗ୍ରହ ସ୍ଥିତିର ଅଦ୍ଭୁତ ଯୋଗ ପ୍ରଭାବରେ ସମ୍ମାନଜନିକ ପଦମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିପାରିବେ। ଶୁକ୍ର ନକ୍ଷତ୍ରସ୍ଥ ରବି ପ୍ରତ୍ୟେକ ସମସ୍ୟାକୁ ହାଲକା ଭାବରେ ନେବାରେ ଅନୁପ୍ରେରିତ କରିବ। ରାହୁ ଓ ଶନିଙ୍କ କୁପ୍ରଭାବ ଜନିତ ବନ୍ଧୁକ ପରାମର୍ଶକୁ ଗ୍ରହଣ କରିବେ ନାହିଁ। ନିଜର ଅଧିକାରକୁ ଅନ୍ୟ ଉପରେ ଲଦିଲେ ସମାଲୋଚିତ ହେବେ। ବୃଷ ରାଶି ଚନ୍ଦ୍ରଙ୍କ ପ୍ରଭାବରୁ କିଛି ଫାଇଦା ହାସଲ କରିବାର ଅଭିଳାଷ ରଖି କୌଣସି ବ୍ୟକ୍ତି ଅଯଥାରେ ଆପଣଙ୍କୁ ପ୍ରଶଂସା କରିପାରେ। ଲାଗି ରହିଥିବା ବିବାଦୀୟ ଘଟଣା କିମ୍ବା କଚେରୀ ମାମଲା କ୍ଷେତ୍ରରେ ଚିନ୍ତା ବଢି ଯାଇପାରେ। ପାରିବାରିକ ସ୍ଥିତି ବାଣିଜ୍ୟ ପରିବହନ ଓ ଚେଷ୍ଟା କରୁଥିବା କାମ ଉଠାପକ ମଧ୍ୟ ଦେଇ ଚାଲିବ। ମିଥୁନ ରାଶି ତୃତୀୟାଧୀମ ଉଚ୍ଚସ୍ଥ ହେତୁ ଭାଇ ବନ୍ଧୁ ପରିଜନ ସହକର୍ମୀଙ୍କ ସୌଜନ୍ୟତାର ମନ ପ୍ରଫୁଲ୍ଲିତ ରହିବ। ସହଜରେ ଅଭିଳାଷ ପୂରଣ କରିବାକୁ ସାଙ୍ଗକୁ ମନ ଭଲ ରହିଥିବାରୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ରଦାୟକ ରହିବେ। ନିଜ କାମକୁ ପଛକୁ ରଖି ଅନ୍ୟମାନଙ୍କ ପାଇଁ କିଛି କରିବା ପାଇଁ ମାନସିକ ସ୍ତରରେ ନିଷ୍ପତ୍ତି ନେଇପାରନ୍ତି। କର୍କଟ ରାଶି ରାଶି ପାଇଁ ରାଜଯୋଗ କାରକ ଗ୍ରହ ମଙ୍ଗଳକ ବଳହୀନତା ଆପଣଙ୍କ ସୁସ୍ଥ ଚିନ୍ତାଧାରାକୁ ବିଗାଡି ଦେବ। ସବୁ କାମ ଗୋଳମାଳିଆ ରହିବ ଏବଂ ବ୍ୟସ୍ତତା ବୃଦ୍ଧି ପାଇବ। ମନରେ ପୂର୍ବ ଭଳି ଆଗ୍ରହ ନଥାଇ ମଧ୍ୟ ହାତକୁ ନେଇଥିବା କାମରେ ପଛେଇ ଯାଇପାରନ୍ତି। ନିର୍ମାଣାଧୀନ କାମ ଆଗେଇ ଚାଲିବ ଏବଂ ଅଦାଲତକୁ ସୁଫଳ ପାଇବେ। ସିଂହ ବଳହୀନ ଧନାଧିପତି ହେତୁ ଆଶାନୁଯାୟୀ ଅର୍ଥ ଓ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇବା କଷ୍ଟକର ହୋଇପାରେ। ଛୋଟ ଛୋଟ କଥାକୁ କେନ୍ଦ୍ର କରି ଅଧିକାଂଶ କ୍ଷେତ୍ରରେ ଭାବ ପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇବ। ପାରିବାରିକ କ୍ଷେତ୍ରରେ ଟେନସନ କିଛି ମାତ୍ରାରେ କମିଯିବାର ଅନୁଭବ ଆସିପାରେ। କନ୍ୟା ଭାଗ୍ୟ ଭାବସ୍ଥା ବୃହସ୍ପତି ଯୋଗୁଁ ଆଜି ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ କଥା ନେଇ ଆଲୋଚନା କରିପାରନ୍ତି। ବିଶ୍ୱାସର ସହ ମିତ୍ରଙ୍କ ଉପରେ ସବୁ ଦାୟିତ୍ୱ ଲଦି ଦେଇ ନିଜେ ଚୁପଚାପ ବସିବା ଠିକ ହେବନି। ବିବାଦୀୟ ଘଟଣାର ମଧ୍ୟସ୍ଥ କରି ଅପମାନିତ ହେବେ। ବ୍ୟବସାୟ ଓ ପରିବହନର ବିବାଦୀୟ ସ୍ଥିତି ଦେଖାଇ ଦେଇପାରେ। ତୁଳା ଯୋଜନାକାରକ ଗ୍ରହ ବୃହସ୍ପତି ଦୁସ୍ଥାନକୁ ଯୋଗୁଁ ପରିକଳ୍ପିତ ଯୋଜନା ଫସର ଫାଟିଯିବ। ଅନ୍ୟମାନଙ୍କୁ କାମରେ ଲଗାଇ ନିଜର ଫାଇଦା ହାସଲ କରିବେ। ବ୍ୟୟ ଭାର କମିବା ବଦଳରେ ବଢି ଚାଲିବ। ପରିବାରର ଭୁଲ ବୁଝାମଣା ହେତୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବିଛା ମଙ୍ଗଳ ମନ୍ଦ ଗ୍ରହଙ୍କ ନକ୍ଷତ୍ର ରହିଥିବାରୁ କାର୍ଯ୍ୟ କରିବାର ସ୍ପୃହା ଥିଲେ ମଧ୍ୟ ପାରିବେଶିକ ଅସ୍ଥିରତା ତାହା କରାଇ ଦେଇ ନପାରେ। ତର୍କ ବିତର୍କ ଓ ବାଦାନୁବାଦ ମଧ୍ୟରେ ପରିବାରର ସମସ୍ୟା ଗୁଡିକ ସମାଧାନ କରିପାରନ୍ତି। ଅର୍ଥନୈତିକ ପ୍ରଗତି ସହ ସାମାଜିକ ଆନୁଷ୍ଠାନିକ ତଥା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଭାଗ୍ୟାଧିପ କୋଣ ଭାବସ୍ଥ ଯୋଗୁଁ ନିଜେ କିଛି ନ କରି ପିଲାଙ୍କ ଦ୍ୱାରା କାମ ହାସଲ କରିବେ। ପ୍ରତିକୂଳ ବାତାବରଣ ଲାଗି ରହିଥିଲେ ମଧ୍ୟ ଆନ୍ତରିକ ପ୍ରଚେଷ୍ଟାରୁ ଲକ୍ଷ୍ୟ ହାସଲ କରିବେ। ଉତ୍ତରାଷାଢ ନକ୍ଷତ୍ର ସକାଶେ ଆଜିର ଯାତ୍ରା ବାଣିଜ୍ୟ ପାଇଁ ଦିନଟି ବହୁତ ଭଲ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବା ସକାଶେ ସଂଘର୍ଷ କରିବାକୁ ପଡିବ। ମକର ରାଶ୍ୟାଧିପ ଉପଚୟ ସ୍ଥାନରେ ଥିବାରୁ ସଦାସର୍ବଦା ଅନ୍ୟମନସ୍କ ରହିବାକୁ ସାଙ୍ଗକୁ କାମ ଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ। ଆର୍ଥିକ ସ୍ଥିତି ମନ୍ଦ ନଥିଲେ ମଧ୍ୟ ଆଜି ଏକ ଭିନ୍ନ ପରିସ୍ଥିତିରେ ପଡି ଋଣ କରିବାକୁ ବାଧ୍ୟ ହେବେ। ଅନ୍ୟମାନଙ୍କ କଥାକୁ ଉପେକ୍ଷା ନ କରିପାରି ଇଚ୍ଛା ନଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି। କୁମ୍ଭ ଆଂଶିକ କାଳ ସର୍ପ ଯୋଗ ପ୍ରଭାବରେ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ମାନସିକ ସ୍ଥିତି ସେତେଟା ଭଲ ରହିନପାରେ। ବିଭିନ୍ନ ଅସଜଡ଼ା ପରିସ୍ଥିତି ସୁଧୁରି ଆସୁଥିଲେ ମଧ୍ୟ ବୃଥା ଶଙ୍କାରୁ ବିଚଳିତ ରହିପାରନ୍ତି। ଶିଳ୍ପ ବ୍ୟବସାୟ ଦୂରଯାତ୍ରା କ୍ଷେତ୍ରରେ ଅନୁକୂଳ ପରିବେଶ ପାଇବେ ନାହିଁ। କର୍ମ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ଘଟିପାରେ। ମୀନ ରାଶିରେ ଏକାଧିକ ଗ୍ରହ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ସହ କାମ କରନ୍ତୁ। ଭୁଲ ବୁଝାମଣାରୁ ପରିବାରର ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଦୂର ଭ୍ରମଣ ସାହିତ୍ୟ ରାଜନୀତି ପ୍ରଶାସନ ପାଇଁ ଦିନଟି ଭଲ। ସ୍ୱାସ୍ଥ୍ୟହାନି ଯୋଜନା ଭଗ୍ନ ସାଙ୍ଗକୁ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ସାମୟିକ ବ୍ୟବହୃତ ହୋଇପାରେ।